ସାଙ୍ଗମାନେ ଆଜି ଅନୁରାଧା ସିରିଏଲରେ ଦେଖନ୍ତୁ ଅନୁ ପାଖକୁ କେଡି ଆସି କୁହେ, ଅନୁ ଦେଖିଲ ମୁଁ ବର ବେଶରେ କେମିତି ଦେଖାଯାଉଛି। ଅନୁ ହସିକି କୁହେ, ଆରେ ବାଃ ତମେ ତ ବହୁତ ଭଲ ଦେଖାଯାଉଛ। କେଡି କୁହେ, ସତରେ ଅନୁ ତମେ ନା ଆଜି ବଧୂ ବେଶରେ ବହୁତ ସୁନ୍ଦର ଦେଖାଯାଉଛ। ସ୍ୱର୍ଗର ରମ୍ଭା ମେନକା ନା ତମକୁ ଦେଖିକି ଈର୍ଷା କରୁଥିବେ ସତ। ଅନୁ ଟିକେ ହସେ ଆଉ କୁହେ, ଏତେ ପ୍ରଶଂସା କରୁଛ ହେଲେ ଲାଭ କ'ଣ? କେଡି କୁହେ, କ'ଣ ହେଲା ଅନୁ ତମେ ଏମିତି କ'ଣ କହୁଛ? ଅନୁ କୁହେ, ମୁଁ କ'ଣ ଭୁଲ କହିଲି କି? ଦେଖୁନ ତମେ ମତେ କେବେ କେତେ ଭଲ ପାଉଛ, କେତେ ପ୍ରଶଂସା କରୁଛ, ହେଲେ ଏବେ ବି ମୋ ଉପରେ ବିଶ୍ୱାସ କରିପାରୁନ। କେଡି ହସିକି କୁହେ, ଆରେ ନା 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 ସେମିତି କିଛି ନାହିଁ, ମୁଁ ତ ତମ ଉପରେ ବିଶ୍ୱାସ କରେ। ଅନୁ କୁହେ, ମୁଁ କେମିତି ଜାଣିବି ଯେ ତମେ ମତେ ଭରସା କର ବୋଲି? ଦେଖୁନ ଆମ ବାହା ହେବାକୁ ଯାଉଛେ, ହେଲେ ଏବେ ବି ମତେ ଅବିଶ୍ୱାସ କରିକି ମୋ ଫୋନ୍ ତମ ପାଖରେ ରଖିଛ। ଏବେ କୁହ ମୁଁ କେମିତି ବିଶ୍ୱାସ କରିବି ଯେ ତମେ ମତେ ଭରସା କର ବୋଲି? ମୁଁ ଠିକ୍ କହିଲି ନା? କେଡି କୁହେ, ଛି ଛି ଅନୁ ତମେ କ'ଣ କହୁଛ? ଏଇ ନିଅ ତମ ଫୋନ୍। ଏବେ ବୁଝିପାରିଲ ତ ଅନୁ ମୁଁ ତମକୁ କେତେ ବିଶ୍ୱାସ କରେ? ଅନୁ ଟିକେ ହସେ ଆଉ କୁହେ, ହଁ ଆମେ ଦି ଜଣ ଯେତେବେଳେ ବାହା ହେବାକୁ ଯାଉଛେ, ଆମେ ଯଦି ଦି ଜଣଙ୍କ ପ୍ରତି ଭରସା ନ ରଖିବା ତାହେଲେ ବାହାଘରର ମୂଲ୍ୟ କ'ଣ କହିଲ? ମୁଁ ଠିକ୍ କହିଲି ନା? କେଡି କୁହେ, ହଁ ଅନୁ ତମେ ଠିକ୍ କହିଛ। ଅନୁ କୁହେ, ତମେ ଜମା ବି ଡରନି। ମୁଁ ବାହାଘର ପୂର୍ବରୁ ଫୋନରେ କାହା ସାଙ୍ଗରେ ବି କଥା ହେବିନି। କୁହ ଅନୁ ଆଜି ଭଳି ଦିନରେ ତମର କ'ଣ ଦରକାର? ଯାହା କହିବ ମୁଁ ତା ଆଣି ଦେଇଦେବି। ଅନୁ କୁହେ, ସତରେ କହିବି? କେଡି କୁହେ, ହଁ ଅନୁ କୁହ। ଅନୁ କୁହେ, ଦେଖ ମତେ ବିଶ୍ୱାସ କରୁଛ ଜାଣି ମତେ ବହୁତ ଭଲ ଲାଗିଲା। ଏବେ ବି ମତେ ଲାଗୁଛି ଯେ ରାଜ ବାବୁ ଏ ମରଡ଼ କରିନାହାନ୍ତି ବୋଲି। କହି ଅନୁ ମୋବାଇଲର ଭିଡ଼ିଓକୁ ଅନ୍ କରିଦିଏ। କେଡି କୁହେ, ତମେ କ'ଣ ଅନୁ? କେହି ବି ବିଶ୍ୱାସ କରିପାରିବେନି କି ରାଜ ମରଡ଼ କରିଛନ୍ତି ବୋଲି, ହେଲେ ରାଜ ସପକ୍ଷରେ ସବୁ ପ୍ରୁଫ୍ ଅଛି। ତାପରେ ଅନୁ କୁହେ, ସତ କହୁଛ? କେଡି କୁହେ, ରାଜ ବାବୁ ଏ ମରଡ଼ ହିଁ କରିନାହାନ୍ତି। ଏକଥା ଶୁଣି ଅନୁ ଆଶ୍ଚର୍ଯ୍ୟ ହେଇଯାଏ। ଅନୁ କୁହେ, ତାହେଲେ ତମେ ଜାଣିଥିବ ନା ଏ ମରଡ଼ଟା କିଏ କରିଛି ବୋଲି? କେଡି କୁହେ, ମୁଁ ଜାଣେ ମର୍ଡର କିଏ କରିଛି। ଅନୁ କୁହେ, ମୁଁ କେବଳ ତମ ପାଖରୁ ଏତିକି ଜାଣିବା ପାଇଁ ଚାହେଁ ଏ ମର୍ଡରଟା କିଏ କରିଛି। ତମେ ମତେ କହିବନି ପ୍ଲିଜ୍? କେଡି କୁହେ, ଏ ମର୍ଡର ମୁଁ କରିଛି। ଆଉ ଅନୁ ଏକଥା ଶୁଣି ବହୁତ ଆଶ୍ଚର୍ଯ୍ୟ ହେଇଯାଏ। ଅନୁ କୁହେ, ତମେ? କେଡୁ କୁହେ, ହଁ ମୁଁ ବିକ୍ରାନ୍ତଙ୍କୁ ମାରିଛି, କାହିଁକି ନା ମୁଁ ରାଜବାବୁଙ୍କୁ ଫସେଇ ଜେଲର ଅନ୍ଧାର କୋଠରୀ ଭିତରେ ପହଞ୍ଚେଇବା ଦେବାକୁ ଚାହୁଁଥିଲେ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକି ନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।